ମୋ ସିନ୍ଦୁରର ଅଧିକାର ଧାରାବାହିକରେ ଆପଣମାନେ ଦେଖିବେ। ବିବେକ କହିବେ, ତମେ କ'ଣ ଚାହୁଁଛ ମୁଁ ଭଲ ଭାବରେ ଜାଣିସାରିଛି ନତାଶା। ମୁଁ ଯେବେ ବି ତମର କ୍ଲୋଜ୍ ହେବାକୁ ଚେଷ୍ଟା କରୁଛି ତମେ ସବୁବେଳେ ମୋତେ ଇଗ୍ନୋର କରୁଛ। ଏହାର ମାନେ କ'ଣ ହେଇପାରେ? ନତାଶା କହିବେ, ଦେଖ ବିବେକ, ତମେ ଯାହା ଭାବୁଛ ସେଇଟା ଠିକ୍ ନୁହଁ। ବିବେକ କହିବେ, ତାହେଲେ ଆଉ କେଉଁଟା ଠିକ୍? ତମେ କହିଥିଲ ନା ଆମେ ବାହାଘର ଏବେ ହବାନି, କିଛି ସମୟ ନେବା, ଦୁହେଁ ଦୁହିଁକୁ ଚିହ୍ନିବା। ତାହେଲେ କେମିତି ଆମେ ଦୁହେଁ ଦୁହିଁକୁ ଚିହ୍ନିବା? ତମେ ତ ସବୁବେଳେ ମୋତେ ଇଗ୍ନୋର କରୁଛ, ମୋ ସହିତ ଭଲରେ କଥା ପଦେ ବି ହଉନ। ନତାଶା କହିବେ, ବିବେକ ତମେ ଏସବୁ କ'ଣ କହିଯାଉଛ? ବିବେକ କହିବେ, ଶଟ୍ ଅପ୍ ନତାଶା, ମୁଁ ତମ ଇରାଦା ଭଲ ଭାବରେ ଜାଣିସାରିଛି। ଏପଟେ ଆଦି ଓ ମୁକ୍ତି ଡ୍ୟାନ୍ସ କରିବେ। ଆଦି କହିବେ, ମୁକ୍ତି ମୁଁ ସବୁବେଳେ ତମ ସହିତ ହିଁ ରହିବାକୁ ଚାହୁଁଛି, ହେଲେ ସେଇ ନତାଶା ବୋଧେ ଆମ ଦୁଇ ଜଣଙ୍କୁ ଅଲଗା କରିବାକୁ ଚାହୁଁଛି। ମୁକ୍ତି କହିବେ, ଆଦି ତମେ ଏମିତି କ'ଣ ପାଇଁ କହୁଛ? ଏଥିରେ ନତାଶା କୁଆଡ଼ୁ ଆସିଲା? ସେ କ'ଣ କରିଛି? ଆଦି କହିବେ, ଜାଣିଛ ନତାଶା ନା ତମ ଜାଗା ନେବା ପାଇଁ ଚାହୁଁଥିଲେ। ମୁଁ ସତ କହୁଛି ମୁକ୍ତି, ସେ ମୋତେ ଏଇ କଥା ହିଁ କହୁଥିଲେ। ଏହି ସମୟରେ ସେଠି ଆସି ନତାଶା ପହଞ୍ଚିବେ ଆଉ କହିବେ, ତମେ ଦୁଇ ଜଣ ଶୀଘ୍ର ତଳକୁ ଚାଲ, ଆମେ ସିନ୍ଦୁର ଖେଳ ଖେଳିବା। ମୁକ୍ତି କହିବେ, ତୁ ଚାଲ, ମୁଁ ଆଦିଙ୍କୁ ଟିକେ ଫ୍ରେଶ୍ କରିକି ତଳକୁ ନେଇକି ଯାଉଛି। ନତାଶା କହିବେ, ମାହି ତୋର ସେଠି ବେଶୀ ଆବଶ୍ୟକ, ମୁଁ ବରଂ ଜିଜୁଙ୍କୁ ଫ୍ରେଶ୍ କରିକି ନେଇକି ଯାଉଛି। ଆଦି କହିବେ, ତମର ମୋ ପାଖକୁ ଆସିବା କିଛି ବି ଦରକାର ନାହିଁ। ମୋ ପାଇଁ ମୋ ମୁକ୍ତି ଅଛନ୍ତି। ତମର ମୋ ଉପରେ ଅଧିକାର ସାବ୍ୟସ୍ତ କରିବାର କୌଣସି ଆବଶ୍ୟକତା ନାହିଁ। ତମେ ମୁକ୍ତି ଆଉ ମୋତେ ଅଲଗା କରିବାକୁ ଚାହୁଁଛ ନା? ସେଇଥିପାଇଁ ସବୁବେଳେ ମୋ ନିକଟତର ହେବାକୁ ଚେଷ୍ଟା କରୁଛ।